স্নেহরে বন্ধা মো স্নেহরে বন্ধা তো স্নেহরে বন্ধা মো স্নেহরে বন্ধা তু দেলে হসি মিলতি খুশি তু দেলে হসি মিলতি খুশি তবে না নাহি রে তবে না নাহি রে তবে না নাহি রে তো স্নেহরে বন্ধা মো স্নেহরে বন্ধা যাই মন্দির পুজি নাহি হর পাইতে না পারি পুয় নুহে আম মতিরাই জর হীরা নীলাম ঘর তু দেলে হসি মিলতি খুশি তু দেলে হসি মিলতি খুশি তবে না নাহি রে তবে না নাহি রে তবে না নাহি রে লা 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 রো 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 লা 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 রো 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 আরে বাবা ଏବେ ଖୁସି ତ ରାଣୀ ଆମେ ଏ ହେଉଛି ମୋ ରାଜପ୍ରାସାଦ। ଏ ରାଜପ୍ରାସାଦ ମଧ୍ୟରେ ମୁଁ କିଛି ବାର୍ତ୍ତା କହିବାକୁ ଚାହୁଁଛି। ସ୍ୱାମୀ ଆପଣ ମତେ ପୁଣି ବାର୍ତ୍ତା କହିବେ? ହଁ ରାଣୀ। ଆପଣ କଣ କହିବେ ସ୍ୱାମୀ? ରାଣୀ କୁମାରର ଯଥେଷ୍ଟ ବୟସ ହୋଇଗଲାଣି। ହଁ ସ୍ୱାମୀ। କୁମାର ଆମର ଆଗମନରେ ଧରେ ସେ ନିଶ୍ଚୟ ରାଜା ହବ। ରାଜା ହବ? ହଁ ରାଣୀ। କିନ୍ତୁ କେମିତି ସ୍ୱାମୀ? ହେଲେ ରାଣୀ ମୁଁ ସେଇଥିପାଇଁ କହୁଥିଲି କୁମାର ଆମର ବିଦ୍ୟା ଅଧ୍ୟୟନ କରିବାକୁ ଯିବ। ଏ ରାଜ୍ୟ ଛାଡ଼ି ସେ ଅନ୍ୟ ରାଜ୍ୟକୁ ବିଦ୍ୟା ଅଧ୍ୟୟନ କରିବାକୁ ଯିବ। ସ୍ୱାମୀ କେମିତି ସ୍ୱାମୀ କେମିତି ଆପଣ ଏତେ ବଡ଼ କଥାଟି କହିଦେଲେ? ଯୋଉ ପୁତ୍ର ମୋର ଏକଇରେ ବଳା ବିଶିକେଶ ଯାହାକୁ ଗୋଟେ ମୁହୂର୍ତ୍ତ ଛାଡ଼ି ମୁଁ ବଞ୍ଚି ପାରେନି, କେମିତି ସ୍ୱାମୀ କେମିତି ମୁଁ ତାକୁ ସେ ଗୁରୁ ଆଶ୍ରମକୁ ପଠେଇଦେବି ସ୍ୱାମୀ? ପାରିବିନି ସ୍ୱାମୀ, ମୋ ପୁତ୍ରକୁ ଛାଡ଼ି ମୁଁ ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବି। ରାଣୀ ତାହା ମାନେ ତମେ କହୁଛ କୁମାର ମୂର୍ଖ ହେଇଯାଉ? ନାଇଁ ସ୍ୱାମୀ, ଏ ସମାଜରେ ସେ ମୁଣ୍ଡ ଟକି ନ ଚାଲୁ। ସ୍ୱାମୀ କୁମାର ଆମର ଆଗାମୀ ଅଦାଲତ ରାଜା ନ ହଉ। ନାଇଁ ସ୍ୱାମୀ, ସବୁ ପରେ ବି ମୁଁ ଗୋଟେ ମା। 10 ମାସ 10 ଦିନ ଗର୍ଭରେ ଧରି ମୁଁ ତାକୁ ଜନ୍ମ ଦେଇଛି। କୋଉ ମା କଣ ତା ପୁତ୍ରର ଅମଙ୍ଗଳ ଚିନ୍ତା କରିପାରିବ? ମୁଁ କେବଳ ଆପଣଙ୍କୁ ଏତିକି ଅନୁମତି ମାଗୁଛି ସ୍ୱାମୀ, ଆପଣ ଏତିକି ଅନୁମତି ଦିଅନ୍ତୁ ମୋ ପୁତ୍ର ଏଇ ରାଜ୍ୟରେ ରହି ବିଦ୍ୟା ଅଧ୍ୟୟନ କରିବ। ସ୍ୱାମୀ ମନା କରନ୍ତୁନି ସ୍ୱାମୀ, ସେ ଏଇ ରାଜ୍ୟରେ ରହି ବିଦ୍ୟା ଅଧ୍ୟୟନ କରିବ। ନାଇଁ ମୁଁ କହିଲି ମାନେ କୁମାର ଆମର ଆମ ରାଜ୍ୟ ଛାଡ଼ି ସେ ଅନ୍ୟ ରାଜ୍ୟକୁ ବିଦ୍ୟା ଅଧ୍ୟୟନ କରିବାକୁ ଯିବ। ମୁଁ କିନ୍ତୁ କୁମାରକୁ ଛାଡ଼ି ବଞ୍ଚି ପାରିବିନି ସ୍ୱାମୀ। ମହାମନ୍ତ୍ରୀ ଯାଅ ଏହି ମୁହୂର୍ତ୍ତରେ କୁମାରକୁ ନେଇ ସେ ଗୁରୁକୁଳ ଆଶ୍ରମରେ ଛାଡ଼ି ଦିଆଛ। ରାଣୀମା ମହାରାଜ ଠିକ୍ କହୁଛନ୍ତି। ରାଣୀମା ଆମ କୁମାରର ଯଥେଷ୍ଟ ବୟସ ହେଇଗଲାଣି, ଆଉ ଯଦି ସେ ଏଇ ବୟସରେ ବିଦ୍ୟା ଅଧ୍ୟୟନ ନ କରିବ ତାହେଲେ ଆଗାମୀ ଦିନରେ ଏଇ ରାଜସିଂହାସନରେ ବସି ଏଇ ପ୍ରଜାମାନଙ୍କୁ ଶାସନ କରିବ କିଏ? ରାଣୀମା ମହାମନ୍ତ୍ରୀ। ହଁ ରାଣୀମା, ଆପଣ ଅମଙ୍ଗ ହୁଅନ୍ତୁନି। ରାଣୀମା ଆପଣ ମହାରାଜଙ୍କ କଥାରେ ଏକମତ ହେଇଯାଆନ୍ତୁ। ଦେଖିବେ ରାଣୀମା, ପୁଣି ଦିନେ ଆପଣଙ୍କର ଏଇ ଖୁସିର ସଂସାରଟା ହସି ଉଠିବ। ରାଣୀମା ହସି ଉଠିବ। ଠିକ ଅଛି ମହାମନ୍ତ୍ରୀ, ମହାରାଜ ଯେତେବେଳେ ଆଦେଶ ଦେଇ ସାରିଛନ୍ତି ଆଉ ଆପଣ ସେ ଆଦେଶକୁ ମାନି ନେଇଛନ୍ତି ରାଣୀମା, ତାହେଲେ ମୁଁ କାହିଁକି ମନା କରିବି ମହାମନ୍ତ୍ରୀ? ମୁଁ ବି ଆପଣଙ୍କୁ କଥା ଦଉଛି ମହାମନ୍ତ୍ରୀ, ମୋ ପୁତ୍ର ଗୁରୁ ଆଶ୍ରମ ଯିବ।
ଆଉ ଗୁରୁ ଆଶ୍ରମରେ ବିଦ୍ୟାଧନ କରି ସାରିବା ପରେ ମୋ ପୁତ୍ର ପ୍ରାୟ ରାଜ୍ୟର ରାଜା ହବ। କୁହ କୁମାର, ତମ ପିତାଙ୍କ ଆଦେଶକୁ ମାନି ତମେ କଣ ଗୁରୁ ଆଶ୍ରମ ଯିବନି? ଆଉ ଗୁରୁ ଆଶ୍ରମ ଯିବା ପରେ ଠିକ ସମୟରେ ଖାଇବ ଆଉ ଠିକ ସମୟରେ ଶୋଇବ, ନିଜ ଦେହର ଯତ୍ନ ନେବ ତମେ। ଆଉ ଯେତେବେଳେ এই ହତଭାଗିରୀ ମା କଥା ତମର ମନେ ପଡିଯିବ ନା, ସେ ଆକାଶର ଜହ୍ନମାମୁକୁ ଦେଖି ଥରେ ମତେ ମା ବୋଲି ଡାକିଦବ ରେ କୁମାର, ଥରେ ମତେ ମା ବୋଲି ଡାକିଦବ। कुमार, अरे बाबा तमें कांदुच नहीं कुमार, तमें जमा कांद नहीं कुमार। मु तुमको ये आशीर्वाद दौची, मोरी भली समस्त विद्या अध्ययन करी विख्यात होइब एई धरा धामे, हसी उठिबा आमर सुनार संसार रे कुमार, हसी उठिबा आमर सुनार संसार। जाओ कुमार, महामंत्री को सहित तमें से गुरुकुल आश्रम को जाओ। स्नेहरे बंधा मो स्नेहरे बंधा मु भी तुमको यही आशीर्वाद दौची रे कुमार। गुरु आश्रम रे विद्यार्थन कर सारिबा परे तमें पुणी थरे हसी हसी हतभागिरी माँ कोल को फेरी आसब रे कुमार। तमें पुणी थरे हतभागिरी माँ कोल को फेरी आसब। जाओ कुमार, तमें महामंत्री को सहित गुरु आश्रम जाओ। स्नेहरे बंधा मो स्नेहरे बंधा मो स्नेहरे बंधा तू देले हसी मिलती खुशी, तू देले हसी मिलती खुशी, तभी ना नहीं रे मो, 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 तभी ना नहीं रे मो। रानी तुम्हें कांदो छ, मु मानुछि रानी, मु मानुछि 10 मास 10 दिन गर्भर तरी तुम्हें कुमार को जन्म देइछ। और तुम्हें कुमार को जन्म दे सारा परे लालन पालन करी रुटे करिछ। स्वामी, तुम्हें कौन भाबुछ रानी? कुमार हमर सबुद्र पाई छाड़ी हमको से अनेक दूर को चली जाइछि। स्वामी, नहीं रानी, तुम्हें देखिबो कुमार हमर समस्त विद्या अध्ययन करे मोरी भली से निश्चय राजा हबो। आपण सत्य कहछन। रानी, रानी मठा तुम कौन कहबी? चलो राजप्रसाद मध्य को चलो, सेटा समस्त कथा मु तुमको बुझाई कहबी। आसो रानी, चलो मो से आसो। आपण ठीक कहते स्वामी। मो पुत्र गुरु आश्रम न गले विद्यार्थन न करिले आपण अंत राज्यर राजा किए हेबो स्वामी। हेले मार मन को जमा भी संभाली पारुनी स्वामी। ए मार मन को मु जमा भी संभाली पारुनी। मु केवल से गोलोक बिहारी नारायण को एतिकी मागीबी। ए गोलोक बिहारी नारायण
ତମେ ମୋ ପୁତ୍ରକୁ ସଦା ସର୍ବଦା ଘଣ୍ଟ ଘୋଡ଼ାଇ ରଖିଥାଅ ଠାକୁର। ମୋ ସ୍ୱାମୀଙ୍କ ଚଲା ପଥରେ ପୁଷ୍ପବୃଷ୍ଟି କରିଦିଅନ୍ତୁ ଠାକୁରେ। ଆଉ ମୋର ଏ ସୁନାର ସଂସାର ଉପରେ କାହାରି ନଜର ନ ଲାଗି ଯାଉ ଠାକୁରେ।